ସମସ୍ତେ ଆଶା କରୁଛି ସମସ୍ତେ ଭଲରେ ଥିବେ। ମୁଁ ବି ଭଲରେ ଅଛି। ଆକ୍ଚୁଆଲି ଏଇଟା ହେଉଛି ଯେଉଁ ବ୍ରହ୍ମପୁର ଯାଇଥିଲି ମୁଁ ରବିବାର ଦିନ ଯାଇଥିଲି, ସୋମବାର ଦିନ ଶନିବାର ଯାଇଥିଲି। ତ ଶନିବାର ରାତିଟାରେ ପହଞ୍ଚିଥିଲି। ରବିବାର ଦିନ ଆମେ ଗୋପାଳପୁର ଯାଇଥିଲୁ। ସୋମବାର ଦିନ ପଡ଼ିଥିଲା ଆମର ମେରୁ ସଂକ୍ରାନ୍ତି, ମାନେ ପଣା ସଂକ୍ରାନ୍ତି। ତ ବ୍ରହ୍ମପୁରରେ ପଣା ସଂକ୍ରାନ୍ତି ଆମେ ସକାଳୁ ଉଠିକି ଗାଧୁଆ ସାରିକିରି ଯାଉଥିଲୁ ମନ୍ଦିର ପ୍ରସାଦ ଖାଇବା ପାଇଁ। ପଣା ସଂକ୍ରାନ୍ତିରେ ବ୍ରହ୍ମପୁର ବହୁତ ମାନେ ରାସ୍ତାଟି ଯାକ ସମସ୍ତଙ୍କୁ ପଣା ବଣ୍ଟା ହେଉଥିଲା। ପଣା ସରିଲା ପରେ ଆମେ ଗୋଟେ ବେଳକୁ ଆମର ଯେଉଁ ସେଇ ଆମ ଘର ପାଖରେ ଗୋଟେ ଗଣେଶ ମନ୍ଦିର ଅଛି, ଆଉ ଗୋଟେ ହନୁମାନ ମନ୍ଦିର ଅଛି। ତ ଆମର ସବୁଦିନ ଆମେ ଯିବୁ, ମାନେ ମୁଁ ପିଲାଦିନଠୁ ମୁଁ ଦେଖୁଛି ସେ ଗଣେଶ ମନ୍ଦିର, ହନୁମାନ ମନ୍ଦିର, ହନୁମାନ ଚାଳିଶା ଯେବେ ହେବ ଆମେ ଯାଇକି ସେଠି ଖାଉଥିଲୁ। ମାନେ ସବୁ ମନେ ପଡ଼ିଯାଉଛି ସବୁ କଥା, ମାନେ ବ୍ରହ୍ମପୁର ଗଲା ପରେ ଏଇସବୁ ଜିନିଷ ଦେଖିକି। ତ ସେ ମନ୍ଦିର ଏତେ ଡେଭଲପ୍ ହେଲାଣି ଏବେ, ଏତେ ମାନେ ଛୋଟିଆ ଗୋଟେ ମନ୍ଦିର ଆରମ୍ଭ ହୋଇଥିଲା, ଗୋଟେ ମୂର୍ତ୍ତିଟି ରଖା ହେଇଥିଲା, କିଛି ନଥିଲା। ଏବେ ଏତେ ଭଲ ମନ୍ଦିର, ଏତେ ବଡ଼ ମନ୍ଦିର, ବହୁତ ଭଲ ଆକାରରେ ପୂଜା ହେଇଥିଲା, ବହୁତ ଭଲ ପ୍ରସାଦ ବି ହେଇଥିଲା। ଦେଖନ୍ତୁ କେମିତି କ'ଣ ମନ୍ଦିରରେ ଯାଇକିରି କେମିତି କ'ଣ ଖାଇଲେ ଦେଖନ୍ତୁ। ଏଇଠି ଆମେ ପିଲାଦିନୁ ସବୁ ହନୁମାନ ଚାଳିଶା ଗାଇବୁ। 108 ହନୁମାନ ଚାଳିଶା। ତାପରେ ସବୁ ଚତୁର୍ଥୀରେ ଗଣେଶ ପୂଜା, ସବୁ ଗଣେଶ ଚତୁର୍ଥୀରେ ବି ପୂଜା ହେବ, ଆମେ ଯାଉ। ତ ବହୁତ ପିଲାଦିନର ବହୁତ ସ୍ମୃତି ଏଠି ମନ୍ଦିରରେ ଅଛି। ତ ଆମେ ଫାଷ୍ଟ ଗଣେଶ ମନ୍ଦିର ଭିତରକୁ ଏଣ୍ଟ୍ରି କଲା ପରେ ଏଠି ପଣା ବଣ୍ଟା ହେଉଥିଲା। ତ ପଣା ଆମେ ପିଇଲୁ। ମୋର ମୋ ଭଉଣୀ ଆଉ ମୋ ମାଇଁ ଯାଇଥିଲେ, ସେ ପିଇଲେ, ସମସ୍ତେ ମିଶିକି ପିଇଲୁ ପଣା। ମାନେ ଏଇ ଯେଉଁ ଗଣେଶ ମନ୍ଦିର ଆଉ ହନୁମାନ ମନ୍ଦିର ଯେଉଁ ଅଲଗା ଅଲଗା ଅଛନ୍ତି, ଆକ୍ଚୁଆଲି ଆଗରୁ ଗୋଟେ ଛୋଟିଆ ଗଣେଶ ମନ୍ଦିର ଥିଲା। ସେ ଗଣେଶ ମନ୍ଦିର ପାଖରେ ହନୁମାନଙ୍କୁ ରଖାହେଇଥିଲା। ଏବେ କ'ଣ କରାହେଲା ନା, ଗଣେଶଙ୍କ ମୂର୍ତ୍ତିକୁ ଗୋଟେ ଗଣେଶ ମନ୍ଦିର କରାହେଲା। ଦେଖନ୍ତୁ ଏଇଟା ବି ନୂଆରେ ହେଇଛି। ଏଇଟା ହେଉଛି ହନୁମାନଙ୍କର, ମାନେ ହନୁମାନ ଚାଳିଶା ପଠନ କେନ୍ଦ୍ରଟା। ଆଉ ଏଇଟା ହନୁମାନ ମନ୍ଦିରଟା, ମାନେ ଏଇଟା ଆଗରୁ ନଥିଲା। ହନୁମାନଙ୍କ ଏବେ ଏଇଟା ମାନେ କେତେ ହେଇଥିବ, ଏଇ ପାର୍କ ଭଳିଆ ଯେଉଁ ହେଇଛି, ଏଇସବୁ ଜିନିଷ କିଛି ନଥିଲା। ତ ସମସ୍ତେ କମିଟି ଆଉ ସବୁ ଚାନ୍ଦା ହେଇକିରି ଏଇସବୁ ମନ୍ଦିରଟା ହେଇଛି, ବହୁତ ଭଲ ହେଇଛି। କେବେ ଆପଣ ବି, ଏଇଟା ହିଲପାଟନାରେ ଅଛି। ଆକ୍ଚୁଆଲି ଏଇଟା ବ୍ରହ୍ମପୁର ହିଲପାଟନାରେ ଅଛି। ଯଦି କିଏ ଯିବେ ତାହେଲେ ଏଠି ଯାଆନ୍ତୁ, ଦେଖନ୍ତୁ ବହୁତ ବଢ଼ିଆ ହେଇଛି। ଏବେ ଏଇ ପଠନ କେନ୍ଦ୍ରରେ ହନୁମାନ ଚାଳିଶା ସମସ୍ତେ ଦେଖନ୍ତୁ ପଢ଼ୁଥିଲେ, 108 ହନୁମାନ ଚାଳିଶା। ତ ଆମେ ଗଲା ବେଳକୁ ତ ଅଲମୋଷ୍ଟ ସରିଗଲାଣି, ଆଉ ଯାହାର ଯାହାର ଥିଲା ସେମାନେ ବସିକି ପଢ଼ୁଥିଲେ। ପଢ଼ିଲା ପରେ ଆମେ ଗଲୁ, ଦର୍ଶନ କରିଲା ପରେ ଠାକୁରଙ୍କୁ ମୁଣ୍ଡିଆ ପରିଲା ପରେ ଆମେ ଗଲୁ ପ୍ରସାଦ ସେବନ କରିବାକୁ। ତ ଏଠି ଯେଉଁ ଏଇ କକ୍ଷ ନଥିଲା, କଲ୍ୟାଣୀ ମଣ୍ଡପ ନଥିଲା, ଏଇଟା ହେଉଛି ଗଣେଶ ମନ୍ଦିର। ତ ଗଣେଶ ମନ୍ଦିରର ମୂର୍ତ୍ତିଟା ବି ବହୁତ ବଢ଼ିଆ ହେଇଛି। କଳା ମୁଗୁନି ପଥରରେ ହେଇଛି। ଆପଣ ବି କେବେ ଯିବେ ଟ୍ରାଏ କରି ଦେଖିବେ, ବହୁତ ଭଲ ହେଇଛି ମାନେ ଠାକୁରଙ୍କର ମୂର୍ତ୍ତି। ତ ତାପରେ ଏଠି ଆମେ ଏଣ୍ଟ୍ରି କଲା ପରେ ଆସିଲୁ ପ୍ରସାଦ ସେବନ କରିବା ପାଇଁ। ପ୍ରସାଦ ସେବନର ଆଗରୁ ଥିଲା ଗୋଟେ ମାନେ ମଣ୍ଡପ ଭଳିଆ, ଏବେ ତ ଦୁଇଟା ମଣ୍ଡପ ହେଇଗଲାଣି। ଆଉ ଖାଇବା ପାଇଁ ଆଗରୁ ବହୁତ ମାନେ ଗହଳି ହେଲେ ହେଉଥିଲା, ପ୍ରୋବ୍ଲେମ୍ ହେଉଥିଲା, ଏପଟ ସେପଟ ହେଉଥିଲେ, ଲୋକ ଖାଇବାକୁ ମିଳୁନଥିଲା, ଗହଳି ଠେଲା ପେଲା ହେଉଥିଲା। ବଟ୍ ଏବେ କିଛି ସେମିତି ନାହିଁ, ବହୁତ ବଢ଼ିଆ ସୁବିଧାରେ ଆମକୁ ଖାଇବାକୁ ମିଳିବ, ମାନେ ବେଶୀ ଠେଲା ପେଲା ନ ହେଇକିରି ଖାଇକି ପଳେଇ ଆସିଲୁ ପ୍ରସାଦ। ତ ବହୁତ ଲୋକ ଯାଇଥିଲେ ହନୁମାନଙ୍କୁ ଦର୍ଶନ କରିବେ, ହନୁମାନ ଚାଳିଶା ପଠନ କରିକିରି ପ୍ରସାଦ ସେବନ କରିକି ଆସିବା ପାଇଁ। ତ ମୁଁ ତ ଯାଇନଥିଲି ହନୁମାନ ଚାଳିଶା ପଠନ କରିବା ପାଇଁ, କାହିଁକିନା ରିସୁ ମୋତେ ବହୁତ ହଇରାଣ କରିବ, ସେଥିପାଇଁ ରିସୁକୁ ଛାଡ଼ିକି ବି ଆସିଛି ଘରେ। ତ ମୁଁ ଆସିଲି ପ୍ରସାଦ ସେବନ କରିକିରି ପଳେଇବି ବୋଲି ରିସୁକୁ ନ କହିକି ଆସିଛି ଲୁଚିକିରି। ତ ଦେଖନ୍ତୁ ଏଠି ସମସ୍ତେ ଲାଇନ୍ରେ ଅଛନ୍ତି, ଦେଖନ୍ତୁ ବହୁତ ଗହଳି ଥିଲା। ଆମକୁ ବି କେତେ ସମୟ ପରେ ଯାଇକି ମିଳିଲା, ବଟ୍ ବେଶୀ ଟାଇମ୍ ନାହିଁ, ଅଳ୍ପ ଟାଇମ୍ରେ ମିଳିଗଲା। ଏଇଟା ଗୋଟେ ବହୁତ ଭଲ କଲ୍ୟାଣୀ ମଣ୍ଡପଟା ହେଇଛି, ଏଇଟା ଆଗରୁ ନଥିଲା, ଏବେ ହେଇଛି। ଆଉ ଗଣେଶଙ୍କର ମୂର୍ତ୍ତିଟା ବି ବହୁତ ଭଲ ହେଇଛି। ଆଗରୁ ଗଣେଶଙ୍କ ମୂର୍ତ୍ତିଟା ଛୋଟିଆ ଜାଗାରେ ଥିଲା, ଆଉ ଛୋଟିଆ ମୂର୍ତ୍ତିଟି ଥିଲା। ତ ସେଠି ସମସ୍ତେ ଆମେ ଯାଉଥିଲୁ, ମାନେ ପିଲାଦିନୁ ମୁଁ ଦେଖୁଛି ସେଇ ଛୋଟିଆଟି ଥିଲା, ଏବେ ବହୁତ ବଡ଼ ହେଇଗଲାଣି।
ବହୁତ ବଡ଼ ହେଇକରି ତାର ମଝିରେ ପ୍ରତିଷ୍ଠା ବି ହେଇଥିଲା, ବହୁତ ବଡ଼ ଆକାରରେ ହେଇଥିଲା। ଗଣେଶ ଚତୁର୍ଥୀ ବି ହୁଏ। ଆମେ ଏଇଠି ପ୍ରସାଦ ସେବନ କରିକିରି ପଳେଇ ଆସିଲୁ। ପ୍ରସାଦରେ ଥିଲା ଭାତ, ଡାଲି, ଖଟା ଆଉ କ୍ଷୀରି, ଘାଣ୍ଟ ତରକାରୀ ବହୁତ ଭଲ ହେଇଥିଲା। ତାପରେ ଆମେ ଏଇଟା ହେଉଛି ଗଣେଶ ମନ୍ଦିର, ଦେଖନ୍ତୁ ଏଇଟା ଗଣେଶ ମନ୍ଦିର ବି ବହୁତ ଭଲ ହେଇଛି। ତାପରେ ଆମେ ବାହାର ପଳେଇ ଆସିଲୁ। ଆସିଲା ପରେ ରିସୁ ମୋତେ ଦେଖିକି, ମାନେ ରିସୁ ମୋତେ ଦେଖିବ ମୋର ବହୁତ କାନ୍ଦିବ, ମୋତେ ପୁରା କହିବ କୁଆଡ଼େ ଯାଇଥିଲୁ। ଆମ ରିସୁ ମୋତେ ଦେଖିକି ଏମିତି ହେଲା, ତା ମାଉସୀକୁ ମୋତେ ଦେଖିକି ପୁରା କାହିଁକି ନେଲୁନୁ ମୋତେ କହୁଛି। ଆକ୍ଚୁଆଲି ଏଇଟା ବହୁତ ଦିନର ଭିଡ଼ିଓଟା, ମୁଁ ଡେରିରେ ଅପଲୋଡ଼୍ କଲି। ଆସିଲିଣି ତ ବହୁତ ଦିନ ହେଲା, ଭୁବନେଶ୍ୱର ପଳେଇ ଆସିଲିଣି, ବଟ୍ ଡେରିରେ ଅପଲୋଡ଼୍। ତାପରେ ମୁଁ ସନ୍ଧ୍ୟାବେଳେ ଟିକେ ରେଷ୍ଟ ନେଲା ପରେ ଗଲୁ। ସେଦିନ ଆମର ଦଣ୍ଡନାଚ ଲାଷ୍ଟ ଦିନ, ମାନେ ମେରୁ ସଂକ୍ରାନ୍ତି ହେଉଛି ଦଣ୍ଡନାଚର ଲାଷ୍ଟ ଦିନ, ଜାଣିଥିବେ। ତ ସେଦିନ ଆମେ ଯାଇଥିଲୁ ଆଉଥରେ ଦେଖିବା ପାଇଁ, ଦର୍ଶନ କରିବା ପାଇଁ, ବଟ୍ ଏତେ ଗହଳି ଥିଲା ଯେ ଆମେ